ଥରେ ଭଗବାନ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କ ସାଥିରେ କଥାବାର୍ତ୍ତା ହେଉଥିବା ବେଳେ କର୍ଣ୍ଣଙ୍କ ଉଦାରତାର ବାରମ୍ବାର ପ୍ରଶଂସା କରୁଥିଲେ। ଏହା ଅର୍ଜୁନଙ୍କୁ ଭଲ ଲାଗିଲା ନାହିଁ। ଅର୍ଜୁନ କହିଲେ, ଶ୍ୟାମ ସୁନ୍ଦର, ଆମ ବଡ଼ ଭାଇ ଧର୍ମରାଜଙ୍କ ଠାରୁ ଦୁନିଆରେ ଆଉ କେହି ଅଧିକ ଉଦାର ନାହାନ୍ତି। ତଥାପି ଆପଣ ତାଙ୍କ ସମ୍ମୁଖରେ କର୍ଣ୍ଣଙ୍କ ଉଦାରତାର ଏତେ ପ୍ରଶଂସା କରୁଛନ୍ତି କାହିଁକି? ଭଗବାନ କହିଲେ, ଏ କଥା ତୁମକୁ ମୁଁ ଅନ୍ୟ ସମୟରେ କେବେ ବୁଝାଇ ଦେବି। କିଛି ଦିନ ପରେ ଅର୍ଜୁନଙ୍କୁ ସଙ୍ଗରେ ନେଇ ଭଗବାନ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କ ରାଜଭବନର ଦ୍ୱାର ଦେଶରେ ବ୍ରାହ୍ମଣ ବେଶରେ ପହଞ୍ଚିଲେ। ସେ ଧର୍ମରାଜକୁ କହିଲେ, ମୋର ମହଣେ ଶୁଖିଲା ଚନ୍ଦନ କାଠ ଦରକାର, ଦୟାକରି ଆପଣ ମଗାଇ ଦିଅନ୍ତୁ। ସେଦିନ ପ୍ରବଳ ବର୍ଷା ହେଉଥାଏ। ଯେଉଁଠୁ ବି କାଠ ଆଣିଲେ ବର୍ଷାରେ ଓଦା ହୋଇଯାଉଥାଏ। ମହାରାଜ ଯୁଧିଷ୍ଠିର ସେବକମାନଙ୍କୁ ନଗରକୁ ପଠାଇଲେ, କିନ୍ତୁ ଦୁର୍ଭାଗ୍ୟବଶତଃ କେଉଁଠି ହେଲେ ଶୁଖିଲା ଚନ୍ଦନ କାଠ ସେରେ ଅଧସେରେରୁ ଅଧିକ ମିଳିଲା ନାହିଁ। ଯୁଧିଷ୍ଠିର ହାତ ଯୋଡ଼ି ନିବେଦନ କଲେ, ଆଜି ଶୁଖିଲା ଚନ୍ଦନ କାଠ ମିଳୁନାହିଁ। ଆପଣ ଆଉ କୌଣସି ବସ୍ତୁ ଯଦି ଚାହିଁବେ ତାହେଲେ ତୁରନ୍ତ ଦିଆଯାଇପାରିବ। ଭଗବାନ କହିଲେ, ଶୁଖିଲା ଚନ୍ଦନ ନ ମିଳିଲା ନାହିଁ, କିନ୍ତୁ ମୋର ଆଉ କିଛି ଦରକାର ନାହିଁ। ସେଠାରୁ ଭଗବାନ ଅର୍ଜୁନଙ୍କୁ ସଙ୍ଗରେ ନେଇ ସେହି ବ୍ରାହ୍ମଣ ବେଶରେ କର୍ଣ୍ଣଙ୍କ ନିକଟରେ ପହଞ୍ଚିଲେ। କର୍ଣ୍ଣ ବଡ଼ ଶ୍ରଦ୍ଧାରେ ତାଙ୍କୁ ସ୍ୱାଗତ କଲେ। ଭଗବାନ କହିଲେ, ମୋର ବର୍ତ୍ତମାନ ମହଣେ ଶୁଖିଲା କାଠ ଆବଶ୍ୟକ। କର୍ଣ୍ଣ ବ୍ରାହ୍ମଣ ଦୁହିଁଙ୍କୁ ଆସନରେ ବସାଇ ସେବା ପୂଜା କଲେ ଏବଂ ଅବିଳମ୍ବେ ଧନୁରେ ଶର ସଂଯୋଗ କଲେ। ଶର ମାରି କର୍ଣ୍ଣ ନିଜର ସୁନ୍ଦର ଶୋଭାମୟ ମହଲର ମୂଲ୍ୟବାନ କବାଟ, ଚୌକାଠ, ପଲଙ୍କ ପ୍ରଭୃତି ଭାଙ୍ଗିଦେଲେ ଏବଂ କାଠ ଆଣି ଗଦା କରିଦେଲେ। ସବୁଯାକ କାଠ ଚନ୍ଦନ ଥିଲା। ଏହା ଦେଖି ଭଗବାନ କର୍ଣ୍ଣଙ୍କୁ ପଚାରିଲେ, ତୁମେ ସାମାନ୍ୟ କିଛି ଶୁଖିଲା କାଠ ପାଇଁ ଏତେ ମୂଲ୍ୟବାନ ବସ୍ତୁଗୁଡ଼ିକୁ ନଷ୍ଟ କଲ କାହିଁକି? କର୍ଣ୍ଣ ଯୋଡ଼ ହସ୍ତପୂର୍ବକ କହିଲେ, ବର୍ତ୍ତମାନ ବର୍ଷା ହେଉଛି। ବାହାରୁ କାଠ ମଗାଇଲେ ବିଳମ୍ବ ହେବ। ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ। କାଠ ଓଦା ମଧ୍ୟ ହୋଇଯିବ। ଏସବୁ ସରଞ୍ଜାମ ତ ପୁଣି ଥରେ ତିଆରି ହୋଇପାରିବ, କିନ୍ତୁ ମୋ ନିକଟକୁ ଆସିଥିବା ଅତିଥି ନିରାଶ ହୋଇ ମନ ଦୁଃଖରେ ଫେରିଗଲେ ସେ ଦୁଃଖ ମୋ ହୃଦୟରୁ ଦୂର ହେବ ନାହିଁ। ଭଗବାନ କର୍ଣ୍ଣଙ୍କୁ ଯଶସ୍ୱୀ ହେବାକୁ ଆଶୀର୍ବାଦ ଦେଲେ ଏବଂ ଅର୍ଜୁନଙ୍କୁ ସଙ୍ଗରେ ନେଇ ଫେରିଆସି ଭଗବାନ ଅର୍ଜୁନଙ୍କୁ କହିଲେ, ଅର୍ଜୁନ, ଦେଖ, ଧର୍ମରାଜ ଯୁଧିଷ୍ଠିରଙ୍କ ରାଜପ୍ରାସାଦର ଦ୍ୱାର ଓ ଚୌକାଠ ମଧ୍ୟ ଚନ୍ଦନର। ଆହୁରି ଅନେକ ଚନ୍ଦନର ଗୃହ ସରଞ୍ଜାମ ମଧ୍ୟ ରାଜପ୍ରାସାଦରେ ଅଛି, କିନ୍ତୁ ଚନ୍ଦନ କାଠ ମାଗିବାରୁ ସେସବୁ ବସ୍ତୁ ଦେବା କଥା ତାଙ୍କ ମୁଣ୍ଡକୁ ଢୁକିଲା ନାହିଁ। ଅଥଚ କେବଳ ଶୁଖିଲା କାଠ ମାଗିଦେବାରୁ କର୍ଣ୍ଣ ନିଜ ଘରର ମୂଲ୍ୟବାନ ବସ୍ତୁଗୁଡ଼ିକୁ ଭାଙ୍ଗିଦେଇ କାଠ ଗଦା କରି ପକାଇଲେ। କର୍ଣ୍ଣ ହେଉଛନ୍ତି ସ୍ୱଭାବତଃ ଉଦାର ଏବଂ ଧର୍ମରାଜ ଯୁଧିଷ୍ଠିର ବୁଝି ବିଚାରି ଧର୍ମରେ ସ୍ଥିର ରହନ୍ତି। ଏଇଥିପାଇଁ ମୁଁ କର୍ଣ୍ଣର ପ୍ରଶଂସା କରେ। ଏ କଥାରୁ ଆମକୁ ଶିକ୍ଷା ମିଳିଲା ଯେ ପରୋପକାର, ଉଦାରତା, ତ୍ୟାଗ ତଥା ମହତ୍ କାର୍ଯ୍ୟ ସମ୍ପାଦନକୁ ସ୍ୱଭାବରେ ପରିଣତ କରିନେବା ଉଚିତ। ଯେଉଁମାନେ ନିତ୍ୟ ଭଲ କର୍ମ କରନ୍ତି ନାହିଁ, କିନ୍ତୁ ଭାବନ୍ତି ଯେ ଅବସର ଉପସ୍ଥିତ ହେଲେ ସେମାନେ ମହାନ ତ୍ୟାଗ ବା ଉପକାର କରିବେ, ସେମାନେ ଉପଯୁକ୍ତ ଅବସର ମିଳିଲେ ମଧ୍ୟ ମହାନ ତ୍ୟାଗ କିପରି କରାଯିବ ଏ କଥା ଜାଣିପାରନ୍ତି ନାହିଁ। ଯିଏ ଛୋଟ ଛୋଟ ଅବସରରେ ମଧ୍ୟ ତ୍ୟାଗ ତଥା ଉପକାର କରିବାର ସ୍ୱଭାବ କରିନିଏ, ସେ ହିଁ ମହାନ କାର୍ଯ୍ୟ କରିବାରେ ସଫଳ ହୁଏ।